जय जगन्नाथ नमस्कार। ମୁଁ ଆପଣଙ୍କର ଜ୍ୟୋତିର୍ବେଦ ପଣ୍ଡିତ ଅକ୍ଷୟ ଭୂଷଣ ଆଚାର୍ଯ୍ୟ। ଆଜି ହେଉଛି ପବିତ୍ର ଭୌମୀ ବଡ଼ ଏକାଦଶୀ। ତ ସମସ୍ତେ ତ ଏକାଦଶୀ କରୁଛନ୍ତି, ତେଣୁ ଏକାଦଶୀର ମାହାତ୍ମ୍ୟ, ଏକାଦଶୀ ହରିଙ୍କ ପ୍ରୀତି ଉଦ୍ଦେଶ୍ୟରେ କରାଯାଏ। ଏକାଦଶୀର ସମ୍ପୂର୍ଣ୍ଣ ଫଳଲାଭ ଆପଣମାନେ କେମିତି କରିବେ? ଏକାଦଶୀ ଯଦି ବ୍ରତ ପାଳନ କରୁଛନ୍ତି ତାହେଲେ ତା'ର ଫଳପ୍ରାପ୍ତି ଆପଣ କେମିତି କରିବେ? ଯଦି ଏକାଦଶୀ ବ୍ରତ କରୁଛନ୍ତି ତେବେ ଆପଣଙ୍କୁ ଦଶମୀ, ଏକାଦଶୀ ଏବଂ ଦ୍ୱାଦଶୀର ନିୟମକୁ ମାନିବାକୁ ପଡ଼ିବ। ଏହି ତିନୋଟି ଦିନେ ଆପଣଙ୍କୁ ସଂଯମ ରକ୍ଷା କରିକି ଆପଣଙ୍କୁ ଚଳିବା ପାଇଁ ପଡ଼ିବ। ଯଦି କୌଣସି ଆମିଷ ପାତ୍ର ହେଇଥିବ, ଆମିଷ ପାତ୍ରରେ ଭକ୍ଷଣ କରିପାରିବେ ନାହିଁ। ଏହି ତିନୋଟି ଦିନ ଯଦି ଆପଣ ସଂଯମ ରକ୍ଷା କଲେ ତାହେଲେ ଆପଣଙ୍କର ଏକାଦଶୀ ବ୍ରତର ସମ୍ପୂର୍ଣ୍ଣ ଫଳ ଲାଭ କରିବେ। ଜୟ ଜଗନ୍ନାଥ ନମସ୍କାର।